ଏବେ ଆମେ ସରକାରଙ୍କୁ ନିବେଦନ କରୁଛୁ ଆପଣ ମାଧ୍ୟମରେ ସେ ଓଭରବ୍ରିଜ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଉ ଆଉ ସମ୍ପୂର୍ଣ୍ଣ ନୂତନ ଭାବେ ଓଭରବ୍ରିଜ କରାଯାଉ ଯାହାଦ୍ୱାରା କି ଜୀବନ ରକ୍ଷା ପାଇବ। ତାଦ୍ୱାରା ଆହୁରି ମଧ୍ୟ ଯେଉଁମାନେ ଭୁଲ କରୁଛନ୍ତି ରାଜସ୍ୱର କୋଟି କୋଟି ଟଙ୍କା ତାଙ୍କ ନଷ୍ଟ ହେଇଛି ସେ କୋଟି ଟଙ୍କା ତାଙ୍କ ନିଜ ଇଚ୍ଛାଟା ପୁଣି ଆକ୍ସିଡେଣ୍ଟ ପ୍ଲାନିଂଟାକୁ ଚେଞ୍ଜ କରୁଛନ୍ତି। ତେଣୁ ଆମେ ଯଦି ତାଙ୍କ ଉପରେ ଯଦି ଅଙ୍କୁଶ ତାଙ୍କ ଉପରେ ଆମେ ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ତାହେଲେ ଏମିତି ଭୁଲ କରି ସମସ୍ତେ ଡରିବେ। ଶୁଣନ୍ତୁ ସମସ୍ୟା ହେଲା ନକ୍ସା ଯେଉଁ ନକ୍ସାରେ ତିଆରି କରାଯାଇଛି ସେଇଟା ହେଉଛି ପ୍ରଥମ ଭୁଲ। ଏକ ଦ୍ୱିତୀୟରେ ନକ୍ସାଟା ମଧ୍ୟ ସମ୍ପୂର୍ଣ୍ଣ ରୂପେ ନୂଆ କରାଯାଇଥିଲା ଭଲ ନକ୍ସାରେ କରାଯାଇଥିଲା ସେ ଡାକ୍ତରଟା ଭଲ ଥିଲା କିନ୍ତୁ ରାଜନୀତି ନିଜର ବ୍ୟକ୍ତିଗତ ସ୍ୱାଧୀନ ପାଇଁ କିଛି ରାଜନୀତି ନେତା ତାଙ୍କର ଜମି ଫମି ସବୁ ପଳାଉଛି ବୋଲି ତାକୁ ସଂକୀର୍ଣ୍ଣ କଲେ ଯାହାକି ଯାହା କରାଯାଇଛି ତା ଆହୁରି ମଧ୍ୟ ଭୁଲ ଅଛି ସେଇଟା ଆହୁରି ଲମ୍ବା ଥିଲା ଯେଉଁଟାକି ଚନ୍ଦ୍ରକେଶ ମନ୍ଦିର ସେପଟେ ଅଛି ସେ ପାଖରେ ସେ ଓଭରବ୍ରିଜଟା ଓହ୍ଲିଥାନ୍ତେ କିନ୍ତୁ ଦୁର୍ଭାଗ୍ୟ ବିଷୟ ଓଭରବ୍ରିଜ ସିଧା ନ ଯାଇକି ପୁଣି ବ୍ୟାଣ୍ଡ ହେଇଛି ଓଭରବ୍ରିଜ ଯାହା ବାଙ୍କ କରିବା ଦ୍ୱାରା ଯାହା ଲାଗି ଆପଣ ଦେଖନ୍ତୁ ଟ୍ରାଫିକ ସମସ୍ୟା ପ୍ରଥମ ଦୃଷ୍ଟି ହେଲା ଯାଇ ଆପଣ ପ୍ରଥମ ଭୁଲ ହେଲା ସେ ବ୍ୟାଣ୍ଡ ହେଇଛି ଆପଣ ଯେଉଁ ଜାଗାଟାରେ ସେଇଠି ଲୋକ ଆସିବେ ଯିବା ସେଇଟା ମଧ୍ୟ ବହୁତ ମାନେ ଆପଣ ଦେଖିବେ ସାନ ଘଟଣା ଡେଇଲି ମାନେ ଆପଣ ନିଶ୍ଚିତ ଭାବରେ ଘଟଣା ସବୁବେଳେ ଦେଖୁଥିବେ ହେଲେ ଆ ଦ୍ୱାରା କି ସରକାର ଏବେ ଆମେ ସରକାରଙ୍କୁ ନିବେଦନ କରୁଛୁ ଆପଣ ମାଧ୍ୟମରେ ସେ ଓଭରବ୍ରିଜ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଉ ଆଉ ସମ୍ପୂର୍ଣ୍ଣ ନୂତନ ଭାବେ ଓଭରବ୍ରିଜ କରାଯାଉ ଯାହାଦ୍ୱାରା କି ଜୀବନ ରକ୍ଷା ପାଇବ। ତାଦ୍ୱାରା ଆହୁରି ମଧ୍ୟ ଯେଉଁମାନେ ଭୁଲ କରୁଛନ୍ତି ରାଜସ୍ୱର କୋଟି କୋଟି ଟଙ୍କା ତାଙ୍କ ନଷ୍ଟ ହେଇଛି ସେ କୋଟି ଟଙ୍କା ତାଙ୍କ ନିଜ ଇଚ୍ଛାଟା ପୁଣି ଆକ୍ସିଡେଣ୍ଟ ପ୍ଲାନିଂଟାକୁ ଚେଞ୍ଜ କରୁଛନ୍ତି। ତେଣୁ ଆମେ ଯଦି ତାଙ୍କ ଉପରେ ଯଦି ଅଙ୍କୁଶ ତାଙ୍କ ଉପରେ ଆମେ ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ତାହେଲେ ଏମିତି ଭୁଲ କରି ସମସ୍ତେ ଡରିବେ। ତେଣୁ ମୋର ମତ କ'ଣ ମୋର ଦାବି ଯେଉଁମାନେ କରୁଛନ୍ତି ତାଙ୍କଠୁ ଅର୍ଥ ଅଣାଯାଉ ତାଙ୍କ ଯେଉଁମାନଙ୍କର ମୃତ୍ୟୁ ହେଇଛନ୍ତି ଏ ବ୍ରିଜଟା 2012 ଠାରୁ ହେଲାଣି ହେଲେ ଏଇ ଯେଉଁ 2012 ଆମେ ଦେଖେ ବହୁତ ମାନେ ଗୋଟେ ଆପଣ ଦେଖେ ପାଆନ୍ତି ଦେଖିଲେ କିଛି ଦିନ ତଳେ 8 ବର୍ଷ ତଳେ ପାଖ 8 ବର୍ଷ 9 ବର୍ଷ ତଳେ ଗୋଟେ ଡିଏମ୍ ସ୍କୁଲ ବସ୍ ଲଗାଇଥିଲା ତାଙ୍କ ପରିବାରଟା ଚୁନ ହେଇଥିଲା ପରିବାର ଗୋଟେ ପରିବାରଟା ପିଲା ମା ସ୍ତ୍ରୀ ସାନ ସାନ ପିଲା 5 ଜଣ ମୃତ୍ୟୁ ହେଇଥିଲେ। ହଁ ସେ ସିନ୍ଟା ଯିଏ ଦେଖିଛି ଆଜି ମନେ ପକାଇବ ସେ ମାନେ ଆଜି ମଧ୍ୟ ସେ କାନ୍ଦି ପକାଇବ। ତେଣୁ ଏ କଷ୍ଟ ମଧ୍ୟ ଦେଖନ୍ତୁ ଯିଏ ମରିଗଲା ତାକୁ ଯେତିକି କଷ୍ଟ ଆମେ ଦେଖିବା ଲୋକଙ୍କୁ ସେତିକି କଷ୍ଟ ହେଉଛି ଆଉ ଭୟଭୀତ ହେଉଛୁ ଯେ ସେ ଉପରୁ ଯିବା ପାଇଁ ସମସ୍ତଙ୍କୁ ଭୟ ମଧ୍ୟ ହେଉଛନ୍ତି ବାଧ୍ୟତାମୂଳକ କେତେ ଯାଉଛନ୍ତି ନା କିନ୍ତୁ ଭୟ ପଡ଼ୁଛନ୍ତି। ତେଣୁ ହଁ ଡାଇରେକ୍ଟ ଏନ୍ଏଚ୍ ଲଗାଇଛନ୍ତି ତେଣୁ ବହୁତ ଭୟ ହେଉଛନ୍ତି। ଆପଣ ମାଧ୍ୟମରେ ନିବେଦନ କରୁଛୁ ସେ ବ୍ରିଜଟାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ ଆଉ ମନ୍ତ୍ରୀ ମଧ୍ୟ କାଲି ମୋ ମନ୍ତ୍ରୀଙ୍କ ମାଧ୍ୟମରେ କଥାବାର୍ତ୍ତା ହେଲେ ମନ୍ତ୍ରୀ ମଧ୍ୟ କଥା ରାଜି ହେଇଛନ୍ତି ଭାଙ୍ଗିବା ପାଇଁ ମଧ୍ୟ ସେ ମଧ୍ୟ ରାଜି ହେଇଛନ୍ତି। ତେଣୁ ଯଥା ଶୀଘ୍ର ଭାଙ୍ଗିକି ନୂତନ ଓଭରବ୍ରିଜ ତିଆରି କରାଯାଉ।